ରଜରେ ରକ୍ତପାତ। ନିଜ ଜନ୍ମ କଲା ମାକୁ ବିଭତ୍ସ ଭାବେ ହତ୍ୟା କଲା ପୁଅ। ଯେଉଁଠି ସାରା ଓଡ଼ିଶା ଏବେ ରଜ ପର୍ବର ଆନନ୍ଦ ଉଲ୍ଲାସରେ ବୁଡ଼ି ରହିଛି, ସେଭଳି ସମୟରେ ଭଦ୍ରକ ଜିଲ୍ଲା ବନ୍ଦ ଥାନା ଅଞ୍ଚଳରେ ଘଟିଛି ଏପରି ଅଭାବନୀୟ ଘଟଣା। ମିଳିଥିବା ସୂଚନା ଅନୁଯାୟୀ ଜିରିଣାଗୁଡିଆ ସାହିର ବାସିନ୍ଦା ଗଦାଧର ସାହୁଙ୍କ ପତ୍ନୀ ମମତା ସାହୁଙ୍କୁ ତାଙ୍କ ନିଜ ପୁଅ ପ୍ରୀତମ ସାହୁ ନିର୍ମମ ଭାବେ ହତ୍ୟା କରିଛି। ଅଭିଯୁକ୍ତ ପୁଅ ପ୍ରୀତମର ବୟସ ମାତ୍ର 25 ବର୍ଷ। ତେବେ ସେ କେଉଁ ପରିସ୍ଥିତିରେ ଏବଂ କେଉଁ କାରଣ ପାଇଁ ଏଭଳି ଚରମ ନିଷ୍ପତ୍ତି ନେଲା, ସେ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। କିନ୍ତୁ ପୁଅ କୌଣସି ମାନସିକ ଚାପ କିମ୍ବା ଚିନ୍ତାରେ ରହି ଏଭଳି କାଣ୍ଡ ଘଟାଇଥିବା ନେଇ ବାପା ପ୍ରକାଶ କରିଛନ୍ତି। କିଏ ମୋ ସ୍ତ୍ରୀ। କଣ ଘଟଣା ହେଲା? ଘଟଣା ତାର ମୁଣ୍ଡର ଭାବନା କଣ ଗୋଟେ ପଶେଇକି ତାର ଏମିତି 7-8 ମାସ ହେଲା ଏମିତି ହଉଛି। ତାକୁ କଟକ ନେଇକି ଗଲୁ। କାକୁ ପୁଅକୁ? ପୁଅ ନା କଣ? ତା ନାଁ ହଉଛି ପ୍ରୀତମ ସାହୁ। ଭଲ ନାଁଟା। କଣ ତାର ରୋଗ ଫୋଗ ଅଛି ନା କଣ? ରୋଗ କଣ ଅଛି ସେ ତାର ମୁଣ୍ଡ ଫୁଣ୍ଡର ତାର ଆଉ ତାର ସେମିତି ହଉଛି। ତ କଣ ଯାଇଥିଲା 8-9 ମାସ ବୁଲିକି ଆସିଲା, ପଇସା ପତ୍ର ଆଣିନି। ଆଉ ସେଇଭଳିଆ ତାର ଗୋଟେ ଭାବନା କଣ ଗୋଟେ ସନ୍ଦେହ ପଶି ଯାଇଛି। ସନ୍ଦେହ କଣ ଘଟଣା ଘଟିଲା? ଆଜି ଘଟଣା ଦିନ ରଜ ଦିନରେ ଆଜ୍ଞା ଆଜି ରଜର ମତେ ତା ମା ପିଠା କରି ଦେଲା, ମୁଁ ଖାଇନି। ମୁଁ ଏଇ ଇଏ ଖଚା ମଚା ବେପାର କରେ, ଗୋଟେ ଛୋଟ ବେପାର କରେ ଯାତ୍ରା ପରେ ମତେ କହିଲା ଆଉ ତମେ କାଲି ବେପାର କରିଥିଲ, ଆଉ ଆଜି ତମେ ଯାଇକି ଶୀଘ୍ର ଖରା ହଉଛି ସାଇକେଲ ନେଇକି ଯିବ, କଣ ସଉଦା ପତ୍ର ଟିକେ ଧରିକି ପଳେଇ ଆସିବ। ଆଉ ମତେ ପିଠା ଦେଲା ଖାଇଦେ। ସେ ପୁଅକୁ ଗଲା ଡାକିଦେ, କହିଲା ତୋ ବାପା ଖାଇଲାଣି, ତମେ ଆସୁନ ନା, ତୁ ଆସୁନୁ ଖାଇବୁ। ଆଉ ସିଏ ତାର କହିଲା ହଁ ମୁଁ ଖାଇବା ଏମିତି କହିଲା। କହିକି ତାର ମୁଁ କହିଲି ଖାଉଛି ତାହେଲେ ଖାଇବ। ଆଉ ମୁଁ ମୋର କହିଲେ ଯେମିତି ତା ମା କହିଲା ତମେ ଯାଉନ, ଖରା ହଉଛି, ସେ ଖାଇବ ତ। ଆଉ ମୁଁ ମୋର ପଳେଇନି ହାଟକୁ। ହାଟ କରିକି ଅଧା ବାଟରେ ହେଇଛି, ଫୋନ୍ ଯାଇକି ପହଞ୍ଚିଲା ଯେ ଆଉ ଏଇଭଳିଆ ଘଟଣା। ହଁ କୁଡ଼ାରେ ହାଣିଛି, ଗୋଟିଆ ଆକ୍ରମଣ କରୁଥିଲା। ଖାଲି ସନ୍ଦେହ କରେ ମତେ କଣ ବଟିକା ଫଟିକା ମିଶେଇ ଦଉଛ, ଇଏ କରୁଛ, ସେ କଣ। ମୁଁ ଆଉ ମୋ ମୁଣ୍ଡରେ କିଛି ପଶୁନି। ମୁଁ ଭାଇ ଅଭାବୀ, ବହୁତ ଅଭାବୀ। ମୁଁ ଖଟିକି ଖାଉଥିଲି, ଆଉ ବେପାର ଫେପାର କରିକି। ନା 3ଟା ପୁଅ। 2ଟା ପୁଅ ବାହାରେ ଅଛନ୍ତି, ସେ ଗାଡ଼ି ଚଳିଲେଣି, ଆସିବେ। ଆଉ ଝିଅ ଗୋଟେ ବାହାଘର କରିଦେଇଛି। ଆଉ 3ଟାଙ୍କ ପୁଅ ବାହା ହେଇନାହାନ୍ତି, ବୟସ ହେଇଗଲାଣି। ଆଉ ଏଇଆ ଆଉ। ତେବେ ପାରିବାରିକ କଳହ ଯୋଗୁଁ ହିଁ ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି। ଏହି ଜଘନ୍ୟ ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ବନ୍ଦ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅକୁ ଗିରଫ କରିଛି ଏବଂ ତା ନିକଟରୁ ଏକ କୁରାଢ଼ୀକୁ ମାରଣାସ୍ତ୍ର ଭାବେ ଜବତ କରିଛି। ତେବେ ପବିତ୍ର ରଜ ପର୍ବରେ ଗାଁ ଭିତରେ ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ଭଦ୍ରକ ଜିଲ୍ଲାରୁ ସୁନିଲ ଦତ୍ତଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।